ତିନିଟା ପୁଅ ହେଲେ ମାର ଶବକୁ କାନ୍ଧ ଦେବାକୁ କେହି ଆସିଲେନି। 10 ଘଣ୍ଟା କାଳ ବାରଣ୍ଡାରେ ପଡ଼ି ରହିଲା ଜନ୍ମକଲା ମାର ମୃତଦେହ। ଏଇଠି ହାରିଗଲା ରକ୍ତର ସମ୍ପର୍କ ଆଉ ଜିତିଗଲା ମାନବିକତା। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ, ଯେଉଁ ଘଟଣା ଆମର ଆଖି ଖୋଲି ଦେଇଛି। ଭାଇ ଭାଇ ଭିତରେ ସ୍ୱାର୍ଥ ଏବଂ କଳହ ଏତେ ବଢ଼ିଗଲା ଯେ ମା ଅଲଡ଼ା ହୋଇଗଲା। ଶେଷରେ ରକ୍ତର ସମ୍ପର୍କ ହାତ ଟେକି ଦେବା ପରେ ପୋଲିସ ବାବୁମାନେ ନିଜେ କୋକେଇ ବୋହି ମାର ଶେଷ ସତ୍କାର କଲେ। 3 ପୁଅ ଥାଇ ମଧ୍ୟ ପୋଲିସ ସାଜିଲା ପୁଅ କଲା ଶବ ସତ୍କାର। ଆଜି ନିଜକୁ ଆମେ ପଚାରିବା, ଆମେ କେଉଁ ସମାଜରେ ବଞ୍ଚୁଛୁ? ସମ୍ପତ୍ତି ଆଉ ଜମିବାଡ଼ି କ'ଣ ଜନ୍ମକଲା ମା ଠାରୁ ବଡ଼ ହୋଇଗଲା? ମା ଜୀବିତ ଥିବାବେଳେ ତ ସେବା ପାଇଲାନି, ମଲା ପରେ ବି ତାକୁ ସମ୍ମାନ ମିଳିଲାନି। ଠିକ୍ ଏଭଳି ସ୍ୱାର୍ଥପର ଦୁନିଆକୁ ଆଉ ଆମର ଛୋଟ ମାନସିକତାକୁ ଆସନ୍ତୁ ପୋଲିସର ଏହି ମହାନତାକୁ ସଲାମ କରିବା, କିନ୍ତୁ ନିଜ ଭିତରେ ମାନବିକତାକୁ ବଞ୍ଚାଇ ରଖି ସ୍ୱାର୍ଥପର ନ ହୋଇ ମାତା ପିତାଙ୍କୁ ସମ୍ମାନ ଦେବା। ଜୀବିତ ଥାଉ ଅନାଦର, ମଲା ପରେ ଅସମ୍ମାନ, ଏଭଳି ପାପର ଭାଗିଦାରୀ ହେବା ନାହିଁ। ଯଦି ଆପଣ ମୋ କଥାରେ ସହମତ, ତେବେ ଭିଡ଼ିଓଟିକୁ ସେୟାର କରି ସମାଜକୁ ସଚେତନ କରନ୍ତୁ। ଜୟ ଜଗନ୍ନାଥ।